Hello student, welcome back to my Tanushree tutorial. +3 second semester MDC Philosophic Vedic Culture Unit 2 ର ସିଲେକ୍ସନ୍ 8 ମାର୍କ କ୍ୱେଶ୍ଚନ୍ ଡିସ୍କସନ୍ କରିବା। କ୍ୱେଶ୍ଚନ୍ ନମ୍ବର 1, ବୈଦିକ ଧର୍ମର ମୂଳତତ୍ତ୍ୱ ଗୁଡ଼ିକ କ'ଣ? ବେଦ ଆଧାରିତ ଧର୍ମ। ବୈଦିକ ଧର୍ମ ବେଦ ଗ୍ରନ୍ଥ ଋଗ୍ବେଦ, ସାମବେଦ, ଯଜୁର୍ବେଦ, ଅଥର୍ବବେଦ ଉପରେ ଆଧାରିତ ବେଦ ଅପୌରୁଷେୟ ଓ ଶ୍ରୁତି ରୂପେ ବିବେଚିତ। ଯଜ୍ଞ ଓ କର୍ମକାଣ୍ଡ। ବୈଦିକ ଧର୍ମରେ ଯଜ୍ଞ ଏକ ମୁଖ୍ୟ ଧାର୍ମିକ କାର୍ଯ୍ୟ ଯାହା ଦେବତାଙ୍କୁ ଆନନ୍ଦିତ କରି ଲୋକମାନଙ୍କ ମଙ୍ଗଳ ନିମିତ୍ତ କରାଯାଏ। ଦେବତା ପୂଜା। ବୈଦିକ ଧର୍ମରେ ପ୍ରାକୃତିକ ଶକ୍ତି ଦେବତା ଭାବେ ପୂଜିତ ଇନ୍ଦ୍ର, ଅଗ୍ନି, ବରୁଣ, ସୂର୍ଯ୍ୟ, ଉଷା ଆଦି। ବର୍ଣ୍ଣ ବ୍ୟବସ୍ଥା। ସମାଜକୁ ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ, ଶୂଦ୍ର ଭାବେ ବିଭକ୍ତ କରାଯାଇଥିଲା ଯାହା କର୍ମ ଓ ଗୁଣ ଆଧାରିତ। 4 ପୁରୁଷାର୍ଥ। ବୈଦିକ ଜୀବନଶୈଳୀର ମୂଳ ଲକ୍ଷ୍ୟ ଧର୍ମ, ନୀତି, ଅର୍ଥ ଉପାର୍ଜନ, କାମ, ଇଚ୍ଛା, ମୋକ୍ଷ, ମୁକ୍ତି, ଆତ୍ମା ଓ ବ୍ରହ୍ମ ଧାରଣା। ବୈଦିକ ଦାର୍ଶନିକତାର ମୂଳ ହେଉଛି ଆତ୍ମା ଓ ବ୍ରହ୍ମ ଉପରେ ଚିନ୍ତନ ଯାହା ଉପନିଷଦ ମାଧ୍ୟମରେ ବିକାଶ ପାଇଛି। ବେଦ ଓ ଶ୍ରୁତି ପରମ୍ପରା। ବେଦ ଶ୍ରୁତି ରୂପରେ ପ୍ରଚଳିତ ମୁଖେ ରୂପେ ପ୍ରସାରିତ ହୋଇଥିଲା ପରେ ବ୍ରାହ୍ମଣ, ଆରଣ୍ୟକ, ଉପନିଷଦ ଓ ଶ୍ରୁତି ଗ୍ରନ୍ଥ ଉଦ୍ଭବ ହେଲା। ନାରୀ ସମ୍ମାନ। ବୈଦିକ ସମୟରେ ନାରୀମାନେ ବେଦ ଅଧ୍ୟୟନ କରୁଥିଲେ। ଗାର୍ଗୀ, ମୈତ୍ରୀ ଭଳି ଋଷିକାୟମାନେ ଦାର୍ଶନିକ ଚିନ୍ତନରେ ଅଂଶ ନେଇଥିଲେ। ଶିକ୍ଷା ଓ ଗୁରୁ-ଶିଷ୍ୟ ପରମ୍ପରା। ବୈଦିକ ଶିକ୍ଷା ଗୁରୁ-ଶିଷ୍ୟ ପରମ୍ପରା ମାଧ୍ୟମରେ ଚାଲିଥିଲା ଯେଉଁଥିରେ ଶ୍ରଦ୍ଧା, ନୀତି ଓ ଜ୍ଞାନକୁ ଗୁରୁତ୍ୱ ଦିଆଯାଉଥିଲା। କ୍ୱେଶ୍ଚନ୍ ନମ୍ବର 2, ବୈଦିକ ଧର୍ମର ବିକାଶ ଓ ତାହାର ଗୁରୁତ୍ୱ ବିଷୟରେ ଆଲୋଚନା କର। ବିକାଶ ପର୍ଯ୍ୟାୟ। ପୂର୍ବ ବୈଦିକ ଅବଧି 1500 ରୁ 1000 BC। ବେଦ ଗ୍ରନ୍ଥମାନେ ରଚିତ ହୋଇଥିଲେ। ଏଥିରେ ଋଗ୍ବେଦ ମୁଖ୍ୟ। ଧର୍ମ ଅନୁଷ୍ଠାନମାନେ ଯଜ୍ଞ, ଦେବତା ପୂଜା, ମନ୍ତ୍ର ଉଚ୍ଚାରଣ ଉପରେ ଆଧାରିତ। ଗୋପାଳନ, ଯୋଦ୍ଧା ଜୀବନ ଓ ପ୍ରାକୃତିକ ଶକ୍ତିଙ୍କୁ ଦେବତା ଭାବେ ପୂଜିବା ଚାଲିଥିଲା। ପରବର୍ତ୍ତୀ ବୈଦିକ ଅବଧି 1000 ରୁ 600 BC। ବ୍ରାହ୍ମଣ, ଆରଣ୍ୟକ ଓ ଉପନିଷଦ ରଚିତ ହେଲା। ଧର୍ମ ଅନୁଷ୍ଠାନ ଅଧିକ ଜଟିଳ ହେଲା। ପୁରୋହିତମାନଙ୍କ ଦ୍ୱାରା ବଳିଦାନ, ରୀତିନୀତି ଓ ଦାର୍ଶନିକ ଚିନ୍ତନ ଉଦ୍ଭବ ହେଲା। ବର୍ଣ୍ଣ ବ୍ୟବସ୍ଥା ଓ ଆଶ୍ରମ ବ୍ୟବସ୍ଥା ଗଢ଼ି ଉଠିଲା। ଉପନିଷଦିକ ଅବଧି। ଧର୍ମ ଅନୁଷ୍ଠାନରୁ ଆତ୍ମଜ୍ଞାନ ଓ ବ୍ରହ୍ମ ଧାରଣା ଦିଗରେ ଗତି କଲା। ମୋକ୍ଷ ଲାଭ, ଅହିଂସା, ଶାନ୍ତି ଓ ଦାର୍ଶନିକ ଚିନ୍ତନ ଗୁରୁତ୍ୱ ପାଇଲା। ବୈଦିକ ଧର୍ମର ଗୁରୁତ୍ୱ। ଭାରତୀୟ ଧାର୍ମିକ ଚିନ୍ତନର ଆଧାର। ବୈଦିକ ଧର୍ମ ହିନ୍ଦୁ ଧର୍ମର ମୂଳ ଆଧାର ଭାବେ ବିବେଚିତ। ବେଦ ଗ୍ରନ୍ଥ ଓ ଉପନିଷଦ ଏହାର ଦାର୍ଶନିକ ମୂଳ ଦେଇଥାଏ। ନୈତିକ ଆଚାର ଶିକ୍ଷା। ଧର୍ମ, ଅର୍ଥ, କାମ, ମୋକ୍ଷ ରୂପେ 4 ପୁରୁଷାର୍ଥ ବୈଦିକ ଜୀବନ ଶୈଳୀର ମୂଳ ଲକ୍ଷ୍ୟ ଥିଲା। ସାମାଜିକ ଶୃଙ୍ଖଳା। ବର୍ଣ୍ଣ ବ୍ୟବସ୍ଥା ଓ ଆଶ୍ରମ ବ୍ୟବସ୍ଥା ମାଧ୍ୟମରେ ସମାଜର ଗଠନ ଓ ଦାୟିତ୍ୱ ବିଭାଗ ହୋଇଥିଲା। ଦାର୍ଶନିକ ଉନ୍ନତି। ଆତ୍ମା, ବ୍ରହ୍ମ, ମାୟା, କର୍ମ, ପୁନର୍ଜନ୍ମ ଭଳି ଧାରଣା ବୈଦିକ ଧର୍ମ ଦ୍ୱାରା ଉଦ୍ଭବ ହୋଇଥିଲା। ଆଧୁନିକ ମୂଲ୍ୟବୋଧର ଆଧାର। ଅହିଂସା, ଶାନ୍ତି, ଦାନ, ଦୟା ଓ ସତ୍ୟବାଦିତା ଭଳି ମୂଲ୍ୟ ବୈଦିକ ଧର୍ମ ଦ୍ୱାରା ଉପସ୍ଥାପିତ ହୋଇଥିଲା ଯାହା ଆଜି ମଧ୍ୟ ସାମାଜିକ ମୂଲ୍ୟ ଭାବେ ବ୍ୟବହୃତ। କ୍ୱେଶ୍ଚନ୍ ନମ୍ବର 3, ବୈଦିକ ଆଚାର ବ୍ୟବସ୍ଥାର ଗଠନ ଓ ତାର ସାମାଜିକ ପ୍ରଭାବ ବିଷୟରେ ଲେଖ। ବୈଦିକ ଆଚାର ବ୍ୟବସ୍ଥାର ଗଠନ। ବୈଦିକ ଧର୍ମର ମୂଳ ଆଧାର। ବୈଦିକ ଆଚାର ବ୍ୟବସ୍ଥା ବେଦ, ବ୍ରାହ୍ମଣ, ଆରଣ୍ୟକ ଓ ଉପନିଷଦମାନଙ୍କ ଉପରେ ଆଧାରିତ। ଏହି ବ୍ୟବସ୍ଥା ଧର୍ମ, କର୍ମ, ଯଜ୍ଞ, ଦାନ, ନିୟମ ଓ ନିଷ୍ଠା ଉପରେ ଗଠିତ।
ଯଜ୍ଞ ଓ କର୍ମକାଣ୍ଡ। ବୈଦିକ ଆଚାରର ମୁଖ୍ୟ ଅଂଶ ହେଉଛି ଯଜ୍ଞ। ଅଗ୍ନିକୁ ଦେବତା ଭାବେ ମାନି ତାଙ୍କୁ ହବିଦାନ। ଅନେକ ପ୍ରକାର ଯଜ୍ଞ ଅଗ୍ନିହୋତ୍ର, ଦର୍ଶ ପୂର୍ଣ୍ଣମାସ, ଅଶ୍ୱମେଧ, ରାଜସୂୟ ଆଦି ସମାଜର ନିୟମିତତା ଶୁଭ ପାଇଁ କରାଯାଉଥିଲା। ଆଶ୍ରମ ବ୍ୟବସ୍ଥା। 4 ଆଶ୍ରମ ବ୍ରହ୍ମଚାର୍ଯ୍ୟ, ଗୃହସ୍ଥ, ବାନପ୍ରସ୍ଥ, ସନ୍ନ୍ୟାସ ଜୀବନର 4 ଅବସ୍ଥାକୁ ନିୟମିତ କରି। ବର୍ଣ୍ଣ ବ୍ୟବସ୍ଥା। ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ, ଶୂଦ୍ର 4 ବର୍ଣ୍ଣମାନଙ୍କ ନିଜ ନିଜ କର୍ତ୍ତବ୍ୟ ଓ ଆଚାର ଥିଲା। ବୈଦିକ ଆଚାର ବ୍ୟବସ୍ଥାର ସାମାଜିକ ପ୍ରଭାବ। ସାମାଜିକ ଶୃଙ୍ଖଳା ଓ ନିୟମିତତା। ଆଚାର ବ୍ୟବସ୍ଥା ଦ୍ୱାରା ଜନସାଧାରଣର ଜୀବନ ଶୃଙ୍ଖଳିତ ହେଉଥିଲା। ନୀତି ଓ ଧର୍ମ ଉପରେ ଆଧାରିତ ଜୀବନଶୈଳୀ ଗଠିତ ହେଉଥିଲା। ଧାର୍ମିକ ଏକତା ଓ ସାମୂହିକତା। ଯଜ୍ଞ ଓ ଉତ୍ସବମାନେ ସାମୂହିକ ଭାଗୀଦାରୀକୁ ବଢ଼ାଇଥିଲେ। ଗ୍ରାମ ଗୃହ ମଧ୍ୟରେ ଧାର୍ମିକ ଏକତା ଓ ସାମୂହିକ ଉନ୍ନତି ଦେଖାଯାଉଥିଲା। ନାରୀ ଓ ପୁରୁଷ ଭୂମିକା। ବୈଦିକ କାଳରେ ନାରୀମାନେ ବିଦ୍ୟା, ଧର୍ମ ଓ ଯଜ୍ଞରେ ଅଂଶଗ୍ରହଣ କରୁଥିଲେ। ଉଦାହରଣ ଗାର୍ଗୀ, ମୈତ୍ରୀ। ତଥାପି ପରବର୍ତ୍ତୀ ବେଳେ ନାରୀ ଅଧିକାରରେ ଅବନତି ଦେଖାଯାଉଥିଲା। ଅନୁଶାସନ ଓ ନୀତି ଶିକ୍ଷା। ବୈଦିକ ଆଚାରମାନେ ନୀତି, ଶିଷ୍ୟତା, ଦାୟିତ୍ୱ ଓ ଦାନ ଶିକ୍ଷା ଦେଉଥିଲେ। ଏହି ବ୍ୟବସ୍ଥା ଦ୍ୱାରା ନୈତିକ ମୂଲ୍ୟ ବିକାଶ ପାଇଥିଲା। କ୍ୱେଶ୍ଚନ୍ ନମ୍ବର 4 ବୈଦିକ ଧର୍ମରେ ଯଜ୍ଞର ଅର୍ଥ ଓ ଗୁରୁତ୍ୱ ବିଷୟରେ ଆଲୋଚନା କର। ବୈଦିକ ଧର୍ମରେ ଯଜ୍ଞର ଅର୍ଥ। ଯଜ୍ଞ ଶବ୍ଦଟି ସଂସ୍କୃତର ଯଜ୍ ଧାତୁରୁ ଆସିଛି, ଯାହାର ଅର୍ଥ ହେଉଛି ପୂଜା କରିବା, ଦାନ ଦେବା, ଦେବତାଙ୍କୁ ଆହ୍ୱାନ କରିବା। ବୈଦିକ ଯଜ୍ଞ ହେଉଛି ଅଗ୍ନିକୁ ମଧ୍ୟସ୍ଥ କରି ଦେବତାଙ୍କୁ ହବି ଆହୁତି ଦେଇ ତାଙ୍କ ସନ୍ତୋଷ ପାଇଁ କରାଯାଉଥିବା ଧାର୍ମିକ କାର୍ଯ୍ୟ। ଏହା କେବଳ ଧାର୍ମିକ କାର୍ଯ୍ୟ ନୁହେଁ, ବରଂ ଏକ ଦାର୍ଶନିକ ଓ ସାମାଜିକ ଅନୁଷ୍ଠାନ ଭିତରେ ଗଠିତ। ଯଜ୍ଞର ପ୍ରକାର। ନିତ୍ୟ ଯଜ୍ଞ ପ୍ରତିଦିନ କରାଯାଉଥିବା ଯଜ୍ଞ। ଅଗ୍ନିହୋତ୍ର। ନୈମିତ୍ତିକ ଯଜ୍ଞ ବିଶେଷ ଅବସରରେ କରାଯାଉଥିବା ଯଜ୍ଞ। କର୍ମ ଯଜ୍ଞ ନିଜ ଇଚ୍ଛା ପୂରଣ ପାଇଁ କରାଯାଉଥିବା ଯଜ୍ଞ। ସାମୂହିକ ଯଜ୍ଞ ରାଜସୂୟ, ଅଶ୍ୱମେଧ ଭଳି ରାଜନୈତିକ ଓ ସାମୂହିକ ଯଜ୍ଞ। ବୈଦିକ ଯଜ୍ଞର ଗୁରୁତ୍ୱ। ଧାର୍ମିକ ଗୁରୁତ୍ୱ। ଯଜ୍ଞ ଦ୍ୱାରା ଦେବତାଙ୍କୁ ପ୍ରସନ୍ନ କରାଯାଉଥିଲା। ଏହା ମାନବ ଦେବତାଙ୍କ ମଧ୍ୟରେ ସମ୍ବାଧନ ଗଠନ କରେ। ଦାର୍ଶନିକ ଅର୍ଥ। ବୈଦିକ ଦାର୍ଶନିକମାନେ ଯଜ୍ଞକୁ ଏକ ତ୍ୟାଗ ଓ ନିଷ୍କର୍ମା କର୍ମ ଭାବରେ ଦେଖିଥିଲେ। ଗୀତାରେ ମଧ୍ୟ ଯଜ୍ଞକୁ କର୍ମଯୋଗର ଅଂଶ ଭାବେ ବ୍ୟାଖ୍ୟା କରାଯାଇଛି। ସାମାଜିକ ଗୁରୁତ୍ୱ। ଯଜ୍ଞ ଦ୍ୱାରା ସାମୂହିକ ଏକତା, ନୀତି ଓ ଶିଷ୍ୟତା ବିକାଶ ପାଇଥିଲା। ଗ୍ରାମ ଓ ଗୃହ ମଧ୍ୟରେ ଏକ ଧାର୍ମିକ ଏକତା ଗଠିତ ହେଉଥିଲା। ପରିବେଶ ଓ ପ୍ରାଣୀ ଉପକାର। ଯଜ୍ଞର ଧୂଆଁ, ହବି ଦ୍ୱାରା ପରିବେଶର ଶୁଦ୍ଧୀକରଣ ଓ ପ୍ରାଣୀ ଉପକାର ହେଉଥିଲା। ଏହା ବୈଦିକ ଚିନ୍ତନର ଅଂଶ। ବୈଦିକ ଧର୍ମ ଓ ଆଚାର ଆଧାରରେ ନୈତିକ ଶିକ୍ଷା ବିଷୟରେ ଲେଖ। କ୍ୱେଶ୍ଚନ୍ ନମ୍ବର 5 ବୈଦିକ ଧର୍ମ ଓ ଆଚାର ଆଧାରରେ ନୈତିକ ଶିକ୍ଷା। ସତ୍ୟ ଓ ଋତ। ବୈଦିକ ଧର୍ମର ମୂଳମନ୍ତ୍ର ହେଉଛି ସତ୍ୟମ୍ ବୃହତ୍ ଅର୍ଥାତ୍ ସତ୍ୟ ହେଉଛି ବିଶ୍ୱର ମହାତ୍ମା। ଋତ ଅର୍ଥାତ୍ ବ୍ରହ୍ମାଣ୍ଡର ନିୟମିତ ଶୃଙ୍ଖଳା, ଯାହା ନୀତି ଓ ନ୍ୟାୟର ଆଧାର। ଏହି ଦ୍ୱୟ ମୂଲ୍ୟ ମାନବ ଜୀବନର ନୈତିକ ଦିଗକୁ ନିର୍ଦ୍ଦେଶ କରେ। ଦାନ ଓ ତ୍ୟାଗ। ବୈଦିକ ଆଚାରରେ ଦାନକୁ ଅତ୍ୟନ୍ତ ଗୁରୁତ୍ୱ ଦିଆଯାଇଛି। ଦାନମ୍ ତପଃ। ତ୍ୟାଗ ହେଉଛି ନିଷ୍କର୍ମ କର୍ମର ଆଧାର, ଯାହା ଗୀତା ଓ ବ୍ରାହ୍ମଣ ଗ୍ରନ୍ଥରେ ବିସ୍ତୃତ ଭାବେ ବ୍ୟାଖ୍ୟା କରାଯାଇଛି। କର୍ମ ଓ ଦାୟିତ୍ୱ। ବୈଦିକ ଧର୍ମ କହେ,
କର୍ମଣ୍ୟବାଧିକାରସ୍ତି। ମାନବ ନିଜ କର୍ମ ପ୍ରତି ଦାୟିତ୍ୱଶୀଳ ହେବା ଉଚିତ। ଆଶ୍ରମ ବ୍ୟବସ୍ଥା ଓ ବନ ବ୍ୟବସ୍ଥା ମାନେ ନିଜ ନିଜ କର୍ତ୍ତବ୍ୟ ଓ ନୀତି ଶିକ୍ଷା ଦେଇଥିଲେ। ଅହିଂସା ଓ ସମତା। ବୈଦିକ ଚିନ୍ତନରେ ପ୍ରତ୍ୟେକ ପ୍ରାଣୀରେ ଦିବ୍ୟତା ଦେଖାଯାଇ ଅତିଥି ଦେବୋ ଭବ, ଅହିଂସା ଓ ସମାନ ମାନବ ମୂଲ୍ୟ ବିକାଶର ମୂଳ ଅଂଶ ଭାବେ ଉପସ୍ଥିତ। ଶିଷ୍ୟତା ଓ ନୀତି ଶିକ୍ଷା। ବୈଦିକ ଗୁରୁ ଶିଷ୍ୟ ପରମ୍ପରାମାନେ ଶିଷ୍ୟତା, ଆଦର, ନୀତି ଓ ଅନୁଶାସନ ଶିକ୍ଷା ଦେଇଥିଲେ। ଗାର୍ଗୀ, ମୈତ୍ରୀ, ଯାଜ୍ଞବଲ୍କ୍ୟ ଭଳି ଚରିତ୍ରମାନେ ନୈତିକ ଶିକ୍ଷାର ଉଦାହରଣ। ନିଷ୍କର୍ମ। ବୈଦିକ ଧର୍ମ ଓ ଆଚାର ବ୍ୟବସ୍ଥା କେବଳ ଧାର୍ମିକ ଅନୁଷ୍ଠାନ ନୁହେଁ, ବରଂ ଏହା ମାନବ ଜୀବନର ନୈତିକ ମୂଲ୍ୟ, ଦାୟିତ୍ୱ, ତ୍ୟାଗ, ଶିଷ୍ୟତା ଓ ସମତା ଶିକ୍ଷା ଦେଇଥାଏ। ଏହି ଶିକ୍ଷା ବର୍ତ୍ତମାନ ସମାଜରେ ମଧ୍ୟ ଅତ୍ୟନ୍ତ ପ୍ରାସଙ୍ଗିକ ଓ ଆବଶ୍ୟକ।